ଆଜିର ପ୍ରଥମ ଖବର। ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟବ୍ୟାପୀ ଏସ୍ଏଚ୍ଜି ମହିଳା ସାମିଲ ହେବେ। ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଏବଂ ବିକ୍ରୟ ହେବ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ମିଲେଟ୍ ଭିତ୍ତିକ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ମେଳାରେ ଉପଲବ୍ଧ ହେବ। ପରବର୍ତ୍ତୀ ଖବର। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ। ଆବାସ ଯୋଜନାରେ ଘର ପାଇଁ ଆବେଦନ କଲେଣି 12 ଲକ୍ଷରୁ ଅଧିକ ଲୋକ। ମନ୍ତ୍ରୀ କହିଲେ, ସବୁ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ମିଳିବ ଘର। ଯେତେ ଶୀଘ୍ର ଆବେଦନ ସେତେ ଶୀଘ୍ର ଆବାସ। ପଞ୍ଚାୟତରାଜ ମନ୍ତ୍ରୀଙ୍କ ବଡ଼ ସୂଚନା। ଯୋଗ୍ୟ ହିତାଧିକାରୀ ଯେତେ ଶୀଘ୍ର ଆବେଦନ କରିବେ ସେତେ ଶୀଘ୍ର ସେମାନଙ୍କୁ ମିଳିବ ଆବାସ ଯୋଜନାରେ ଘର। ଆବାସ ଯୋଜନାରେ ପଞ୍ଜୀକରଣକୁ ନେଇ ପଞ୍ଚାୟତରାଜ ମନ୍ତ୍ରୀ ରବୀନ ନାୟକ କହିଛନ୍ତି, ମାର୍ଚ୍ଚ 31 ପର୍ଯ୍ୟନ୍ତ ଆବାସ ଯୋଜନାରେ ପଞ୍ଜୀକରଣ ଚାଲିବ। ପୁରୀରେ ପୁଣି ଦେଖାଦେଲାଣି ବାର୍ଡ ଫ୍ଲୁ ଆତଙ୍କ। କୁଶଭଦ୍ରା ନଦୀ ପଠାରେ ପଡ଼ିଛି ହଜାର ହଜାର କୁକୁଡ଼ାଙ୍କ ମୃତଦେହ। ବାର୍ଡ ଫ୍ଲୁ ବ୍ୟାପିବା ନେଇ ବଢ଼ିଲା ଭୟ। ପରବର୍ତ୍ତୀ ଖବର। ଓଡ଼ିଶାରେ 9ଟି ନୂଆ ଯୋଜନା ଆରମ୍ଭ ହୋଇଛି। ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ 9ଟି ନୂଆ ଯୋଜନା ଆରମ୍ଭ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। 9ଟି ଯୋଜନାଗୁଡ଼ିକ ହେଉଛି ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ କର୍ପସ ପାଣ୍ଠି, ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା, ମାଧ ସିଂ ହାତ ଖର୍ଚ୍ଚ ଯୋଜନା, ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି, ଅନ୍ତୋଦୟ ଗୃହ ଯୋଜନା। ପରବର୍ତ୍ତୀ ଖବର। ଓଡ଼ିଶାରେ ମାଣ୍ଡିଆରୁ ମଦ ତିଆରି ହେବା ସହ ଆଗ୍ରହୀ କମ୍ପାନୀମାନଙ୍କୁ ରାଜ୍ୟ ସରକାର ସବସିଡି ଯୋଗାଇବେ। ଅବକାରୀ ନୀତି ପାଇଁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଯୋଜନା ପ୍ରସ୍ତୁତ ହୋଇଛି। ମାଣ୍ଡିଆ, ଯଅ, ବାଜରା ଭଳି ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ କମ୍ପାନୀମାନଙ୍କ ସହ ଏନେଇ ଅବକାରୀ ବିଭାଗ ଆଲୋଚନା କରିଛି। ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେଭର ମିଶାଇ ବିଶ୍ୱସ୍ତରୀୟ କରିବାକୁ ଯୋଜନା କରିଛନ୍ତି ସରକାର। ପରବର୍ତ୍ତୀ ଖବର। ଲୋକଙ୍କଠାରୁ ଭିକ ମାଗି ଦଳ ଗଢ଼ିବ ପିସିସି ସଭାପତି। ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ 3 ଦିନିଆ ସଂକଳ୍ପ ପଦଯାତ୍ରା ସାରି ଶୁକ୍ରବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭକ୍ତଚରଣ ଦାସ। ଦାୟିତ୍ୱ ନେବା ପରେ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି କହିଛନ୍ତି, ଲୋକଙ୍କଠାରୁ ଭିକ ମାଗିବା ସହ ଲୋକଙ୍କ ଟଙ୍କାରେ କଂଗ୍ରେସକୁ ତିଆରି କରିବ। ପରବର୍ତ୍ତୀ ଖବର। ବିଧାନସଭାରେ ଉଠିଲା କିଟ୍ ପ୍ରସଙ୍ଗ। ଫାଉଣ୍ଡର ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି। ଶୁକ୍ରବାର ବିଧାନସଭାରେ କିଟ୍ ପ୍ରସଙ୍ଗ ଉଠିଥିଲା ବେଳେ ନ୍ୟାୟିକ ତଦନ୍ତ ସହ ଏହାର ଫାଉଣ୍ଡର ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। କେବଳ ନେପାଳୀ ପିଲାମାନଙ୍କ ପାଇଁ ସାଇନ୍ ଡାଏ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି 1991ରେ ମହର୍ଷିରେ ପଢ଼ାଇବା ବେଳେ 800 ଟଙ୍କା ଦରମା ପାଉଥିବା ଅଚ୍ୟୁତ 15,000 କୋଟିର ମାଲିକ କିପରି ହେଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ। ପରବର୍ତ୍ତୀ ଖବର। ଜନ୍ମ ପ୍ରମାଣପତ୍ରକୁ ନେଇ ନିୟମ ବଦଳାଇଲେ କେନ୍ଦ୍ର ସରକାର। ଜାରି କଲେ ନୂଆ ସମୟସୀମା। ବାର୍ଥ ସାର୍ଟିଫିକେଟ୍ ପାଇବା ଓ ଏଥିରେ ଭୁଲ ସଂଶୋଧନ କରିବା ପାଇଁ ନୂଆ ସମୟସୀମା ଜାରି କରିଛନ୍ତି ଭାରତ ସରକାର। ଆସନ୍ତା ଏପ୍ରିଲ 27, 2024 ପର୍ଯ୍ୟନ୍ତ ଲୋକେ ଏହି ପ୍ରମାଣପତ୍ର ନୂଆ କରିପାରିବେ କିମ୍ବା ଅପଡେଟ୍ କରିପାରିବେ। ସେହିପରି ପ୍ରମାଣପତ୍ର ପାଇବା ପାଇଁ ପୂର୍ବରୁ ସର୍ବାଧିକ ବୟସସୀମା ଥିଲା 15 ବର୍ଷ। ଏବେ ଏହାକୁ ହଟାଇ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଜନ୍ମ ପ୍ରମାଣପତ୍ର ପାଇଁ ପୂର୍ବରୁ ଡିସେମ୍ବର 31, 2024 ଡେଡଲାଇନ୍ ରହିଥିଲା। ପରବର୍ତ୍ତୀ ଖବର। ରାଜ୍ୟ ବଜେଟକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କଟାକ୍ଷ। ବସ୍ତାନି ଭାରି ପାଠଘର ଶୂନ କହି କଟାକ୍ଷ କଲେ ନବୀନ ପଟ୍ଟନାୟକ। ଡବଲ ଇଞ୍ଜିନ ଓଡ଼ିଶାକୁ ଆଗକୁ ନେବାର ଥିଲା, ଓଲଟା ଦିଗରେ ଗଲା ଭଳି ଲାଗୁଛି। ପରିବର୍ତ୍ତନ ପାଇଁ ଜଣାଥିବା ଓଡ଼ିଶା ଏବେ ରଙ୍ଗ ଆଉ ନାଁ ପରିବର୍ତ୍ତନ ପାଇଁ ଜଣାଶୁଣା। ଡବଲ ଇଞ୍ଜିନ ସରକାରର ଅଭିବୃଦ୍ଧି ହାର 10ରୁ 8% ହ୍ରାସ କରିଛି। ପରବର୍ତ୍ତୀ ଖବର। ଗତ ଫେବୃଆରୀ 15 ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟା ଘଟଣା ସମ୍ପର୍କିତ 285ଟି ଭିଡିଓକୁ ହଟାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନୋଟିସ ଜାରି କରିଛି ରେଳ ମନ୍ତ୍ରାଳୟ। 36 ଘଣ୍ଟା ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ହଟାଇବାକୁ କୁହାଯାଇଥିବା ଭିଡିଓ ମଧ୍ୟରେ
ଘଟଣା ଦିନ ରେଳ ଷ୍ଟେସନରେ ପଡ଼ିଥିବା ମୃତଦେହ ଆଉ ଚେତାଶୂନ୍ୟ ଲୋକଙ୍କ ଦୃଶ୍ୟ ରହିଛି। ଆଜିର ଟପ୍ ନ୍ୟୁଜ୍ ଏତିକି ହିଁ ଥିଲା। ଯଦି ଆପଣମାନଙ୍କୁ ଭିଡ଼ିଓଟିକୁ ଭଲ ଲାଗିଥିବ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଆଉ ନିଶ୍ଚୟ ଯଦି ଆମ ଚ୍ୟାନେଲ୍ ସହିତ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।